ଆଜିର ଏହି ଗଭୀର ବିଶ୍ଳେଷଣକୁ ସ୍ୱାଗତ। ଆଜି ଆମେ ଏମିତି ଏକ ଦୁନିଆ ଭିତରକୁ ଯିବା ଯାହା ଖାଲି ଆଖିକୁ ଦେଖାଯାଏ ନାହିଁ। ଆମ ଚାରିପାଖରେ ଥିବା ସମସ୍ତ ଜୀବ, ଗୋଟିଏ ଛୋଟ ଅଣୁଜୀବଠାରୁ ଆରମ୍ଭ କରି ଏକ ବିଶାଳ ବରଗଛ ପର୍ଯ୍ୟନ୍ତ, ସମସ୍ତେ ଗୋଟିଏ ମୌଳିକ ଏକକରେ ଗଠିତ। ଆଉ ତାହା ହେଉଛି କୋଷ। କିନ୍ତୁ ଭାବନ୍ତୁ ନାହିଁ ଯେ ଏହା କେବଳ ଘର ତିଆରି ହେବା ଭଳି ଗୋଟିଏ ନିର୍ଜୀବ ଇଟା। ବିଲକୁଲ ନୁହେଁ। ଏହା ଭିତରେ ଏକ ସମ୍ପୂର୍ଣ୍ଣ ଅଣୁବୀକ୍ଷଣିକ କାରଖାନା 24 ଘଣ୍ଟା ଚାଲିଛି। ତେବେ ଚାଲନ୍ତୁ ଏହି କ୍ଷୁଦ୍ର କାରଖାନା ଭିତରେ ପ୍ରକୃତରେ କ'ଣ ସବୁ ଚାଲିଛି ତାହା ବିସ୍ତୃତ ଭାବେ ଜାଣିବା। ଆମର ଆଜିର ଏହି କାରଖାନା ଗସ୍ତର ରୂପରେଖା କିଛି ଏହିପରି ରହିବ। ପ୍ରଥମେ ଜୀବନର ମୂଳଦୁଆ, ତାପରେ ପ୍ରାକ୍ ଓ ଶୂନ୍ୟଷ୍ଟ୍ୟ କୋଷ, ଏହାର ବାହ୍ୟ ଆବରଣ, ଭିତରେ ଥିବା କୋଷୀୟ କାରଖାନା, ନିୟନ୍ତ୍ରଣ କେନ୍ଦ୍ର ଏବଂ ଶେଷରେ ଉଦ୍ଭିଦ ଓ ପ୍ରାଣୀକୋଷ ମଧ୍ୟରେ ଥିବା ପାର୍ଥକ୍ୟ ଦେଖିବା। ବିଭାଗ 1 ଜୀବନର ମୂଳଦୁଆ। ଆସନ୍ତୁ ଦେଖିବା ମଣିଷ ପ୍ରଥମେ ଏହି ଅଦୃଶ୍ୟ ଦୁନିଆକୁ କେମିତି ଆବିଷ୍କାର କଲା। ଟିକେ ଇତିହାସ ଉପରେ ନଜର ପକାଇବା। 1665 ମସିହାରେ ବୈଜ୍ଞାନିକ ରବର୍ଟ ହୁକ୍ ତାଙ୍କ ନିଜ ତିଆରି ଏକ ସରଳ ମାଇକ୍ରୋସ୍କୋପ୍ ତଳେ କର୍କର ଏକ ଖଣ୍ଡକୁ ଦେଖୁଥିଲେ। ସେଠାରେ ସେ ମହୁଫେଣା ପରି କିଛି ଛୋଟ ଛୋଟ କୋଠରୀ ଦେଖିଲେ ଏବଂ ତାହାର ନାମ ରଖିଲେ କୋଷ ବା ସେଲ୍। ଏହାପରେ କଥା ଆଗକୁ ବଢ଼ିଲା। 1831ରେ ରବର୍ଟ ବ୍ରାଉନ୍ ନ୍ୟଷ୍ଟି ବା ନ୍ୟୁକ୍ଲିୟସ୍ ଆବିଷ୍କାର କଲେ। ତାପରେ 1839 ବେଳକୁ ସିଲ୍ଡନ୍ ଏବଂ ସ୍ୱାନ୍ ମିଶି କୋଷ ସିଦ୍ଧାନ୍ତର ପ୍ରସ୍ତାବ ଦେଲେ। ଆଉ ଶେଷରେ 1855 ମସିହାରେ ଭିର୍ଚୋ ଏଥିରେ ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଡ଼ିଲେ ଯେ ନୂଆ କୋଷ କେବେ ଶୂନ୍ୟରୁ ସୃଷ୍ଟି ହୁଏ ନାହିଁ, ବରଂ ପୂର୍ବରୁ ଥିବା କୋଷରୁ ହିଁ ସୃଷ୍ଟି ହୋଇଥାଏ। ତାହେଲେ ଏହି ପ୍ରସିଦ୍ଧ କୋଷ ସିଦ୍ଧାନ୍ତର ପ୍ରକୃତରେ କ'ଣ କହୁଛି? ସରଳ ଭାଷାରେ ବୁଝିବାକୁ ଗଲେ ସମସ୍ତ ଜୀବ, ସେ ଏକକୋଷୀ ଏମିବା ହେଉ କିମ୍ବା ବହୁକୋଷୀ ମଣିଷ, ସମସ୍ତଙ୍କ ଶରୀର କୋଷ ଦ୍ୱାରା ହିଁ ଗଠିତ। ଏବଂ ଯେମିତି ଆମେ ଏବେ ଆଲୋଚନା କରିଲେ, ପ୍ରତ୍ୟେକ ନୂତନ କୋଷ ଏକ ପୂର୍ବ ବିଦ୍ୟମାନ କୋଷରୁ ହିଁ ବିଭାଜିତ ହୋଇ ସୃଷ୍ଟି ହୋଇଥାଏ। ଏହା ହିଁ ଜୀବନର ସବୁଠୁ ବଡ଼ ମୂଳଦୁଆ। ବିଭାଗ 2 ପ୍ରାକ୍ୟନିଷ୍ଠୀୟ ବନାମ ଶୂନ୍ୟନିଷ୍ଠୀୟ କୋଷ। ଏହା ହେଉଛି କୋଷ ବିବର୍ତ୍ତନର ସବୁଠାରୁ ବଡ଼ ବିଭାଜନ। ଏବେ ଆମେ ଯଦି କୋଷକୁ ଦୁଇଟି ମୁଖ୍ୟ ଭାବରେ ବାଣ୍ଟିବା, ତେବେ ଗୋଟିଏ ପଟେ ରହିବେ ପ୍ରାକ୍ନ୍ୟଷ୍ଟି କୋଷ, ଯେମିତିକି ବ୍ୟାକ୍ଟେରିଆ। ଏହାକୁ ଗୋଟିଏ ଖୋଲା ଷ୍ଟୁଡିଓ ଆପାର୍ଟମେଣ୍ଟ ସହିତ ତୁଳନା କରାଯାଇପାରେ। ଏଥିରେ କୌଣସି ନିର୍ଦ୍ଦିଷ୍ଟ କୋଠରୀ ବା ଝିଲ୍ଲି ଆବୃତ ଅଙ୍ଗିକା ନଥାଏ ଏବଂ ନ୍ୟଷ୍ଟିଟି ଅସଙ୍ଗଠିତ ଭାବରେ ପଡ଼ିଥାଏ। ବାସ୍ ଗୋଟିଏ ଗୋଲାକାର ଡିଏନ୍ଏ ଥାଏ। କିନ୍ତୁ ଅନ୍ୟପକ୍ଷରେ ଶୂନ୍ୟଷ୍ଟ୍ୟ କୋଷ, ଯାହା ଆମ ଶରୀରରେ ଥାଏ, ତାହା ଗୋଟିଏ ଆଧୁନିକ ବଙ୍ଗଳା ପରି। ଏଥିରେ ସୁସଙ୍ଗଠିତ ନ୍ୟଷ୍ଟି ଥାଏ, ଏକାଧିକ ରୈଖିକ ଡିଏନ୍ଏ ଥାଏ ଏବଂ ସବୁ ବିଭାଗ ପାଇଁ ଅଲଗା ଅଲଗା ଝିଲ୍ଲି ଆବୃତ ଅଙ୍ଗିକା ରହିଥାଏ। ବିଭାଗ 3 ବାହ୍ୟ ଆବରଣ। ଆସନ୍ତୁ ଦେଖିବା ଏହି ଅତ୍ୟାଧୁନିକ କାରଖାନାର ସୁରକ୍ଷା ପାଚେରୀ କିପରି। କୋଷର ବାହ୍ୟ ଆବରଣ କଥା ଉଠିଲେ ମୁଖ୍ୟତଃ ଦୁଇଟି ନାମ ଆସେ। ପ୍ରଥମଟି ହେଉଛି କୋଷ ଝିଲ୍ଲି ବା ପ୍ଲାଜମା ମେମ୍ବ୍ରେନ୍। ଏହା ସବୁ କୋଷରେ ଥାଏ। ଏହା ଏକଦମ ନମନୀୟ ଏବଂ ଅର୍ଦ୍ଧପାରଗମ୍ୟ ଆବରଣ। ଏହାର କାମ ଜଣେ ସିକ୍ୟୁରିଟି ଗାର୍ଡ ପରି। କେଉଁ ଜିନିଷ ଭିତରକୁ ଯିବ ଆଉ କିଏ ବାହାରକୁ ଆସିବ, ତାହା ବିସରଣ ଓ ପରାସରଣ ମାଧ୍ୟମରେ ନିୟନ୍ତ୍ରଣ କରେ। କିନ୍ତୁ କୋଷ ଭିତ୍ତି ବା ସେଲ୍ ୱାଲ୍ କଥା ସମ୍ପୂର୍ଣ୍ଣ ଅଲଗା। ଏହା ଏକ ସେଲ୍ୟୁଲୋଜ୍ରେ ତିଆରି ଏକ ଟାଣୁଆ ବା କଠିନ ଆବରଣ। ଏହା କେବଳ ଉଦ୍ଭିଦ ଏବଂ ବ୍ୟାକ୍ଟେରିଆ କୋଷରେ ଥାଏ। ଉଦ୍ଭିଦମାନେ ତ ଚାଲିବୁଲି ପାରିବେନି ନା, ଖରା ବର୍ଷାରେ ଗୋଟିଏ ଜାଗାରେ ଠିଆ ହେବାକୁ ପଡ଼ିବ। ତେଣୁ ଏହି କୋଷ ଭିତ୍ତି ହିଁ ସେମାନଙ୍କୁ ଆକୃତି ଏବଂ ଦୃଢ଼ତା ପ୍ରଦାନ କରିଥାଏ। ବିଭାଗ 4 କୋଷୀୟ କାରଖାନା। ଏବେ ଆମେ କୋଷ ଭିତରକୁ ଯାଇ ଦେଖିବା କୋଷ ଜୀବକରେ କ'ଣ ସବୁ ଚାଲିଛି। ଭିତରକୁ ଯିବା ଆଗରୁ ମନରେ ଗୋଟେ ପ୍ରଶ୍ନ ଆସିବା ସ୍ୱାଭାବିକ। ଏତେ ବଡ଼ ଅଣୁବୀକ୍ଷଣିକ କାରଖାନାଟିଏ ଦିନରାତି କାମ କରୁଛି, ଏହାକୁ ଚାଲିବା ପାଇଁ ଆବଶ୍ୟକ ଶକ୍ତି ବା ପାୱାର କେଉଁଠୁ ମିଳୁଛି? ଆଜ୍ଞା ହଁ, ବିଲକୁଲ ସଠିକ୍ ଧରିଛନ୍ତି। ମାଇଟୋକଣ୍ଡ୍ରିଆ, କୋଷର ନିଜସ୍ୱ ଜେନେରେଟର ବା ପାୱାର ହାଉସ୍। ମାଇଟୋକଣ୍ଡ୍ରିଆ ଅମ୍ଳଜାନ ବ୍ୟବହାର କରି ଖାଦ୍ୟ ପଦାର୍ଥକୁ ଭାଙ୍ଗେ ଆଉ ସେଥିରୁ ପ୍ରସ୍ତୁତ କରେ ଆଡେନୋସିନ୍ ଟ୍ରାଇଫସ୍ଫେଟ୍ ବା ଏଟିପି। ଏହି ଏଟିପିକୁ ଆମେ କୋଷର ଶକ୍ତି ମୁଦ୍ରା ବା ଏନର୍ଜି କରେନ୍ସି ବୋଲି କହିଥାଉ। ମାନେ ଏହା ଗୋଟେ ପ୍ରକାର କୋଷର ଟଙ୍କା ପରି। ଏହି ଶକ୍ତି ଖର୍ଚ୍ଚ ନ କଲେ କୋଷର କୌଣସି କାମ ଆଗକୁ ବଢ଼ିପାରିବ ନାହିଁ। ଏଠି ଗୋଟିଏ ବହୁତ ମଜାଦାର କଥା ଅଛି। କୋଷ ଭିତରେ ଦୁଇଟି ଅଙ୍ଗିକା ଅଛନ୍ତି ଯେଉଁମାନେ ଟିକେ ସ୍ୱାଧୀନଚେତା। ସେମାନେ ହେଲେ ମାଇଟୋକଣ୍ଡ୍ରିଆ ଏବଂ ଲବକ ବା ପ୍ଲାଷ୍ଟିଡ୍। ଏମାନଙ୍କୁ ଅର୍ଦ୍ଧ ସ୍ୱୟଂଚାଳିତ କୁହାଯାଏ। କାହିଁକି ଜାଣନ୍ତି? କାରଣ ସେମାନଙ୍କ ପାଖରେ ନିଜସ୍ୱ ଡିଏନ୍ଏ ଏବଂ ରାଇବୋଜୋମ୍ ଅଛି। ୟାର ଅର୍ଥ ହେଲା ସେମାନଙ୍କୁ ପ୍ରତିଟି କଥା ପାଇଁ କୋଷର ମୁଖ୍ୟ ନ୍ୟଷ୍ଟି ଉପରେ ନିର୍ଭର କରିବାକୁ ପଡ଼େନି। ସେମାନେ ନିଜର କିଛି ପୁଷ୍ଟିସାର ନିଜେ ତିଆରି କରିନିଅନ୍ତି। ଆଶ୍ଚର୍ଯ୍ୟ ନୁହେଁ କି? ବର୍ତ୍ତମାନ ଆସନ୍ତୁ କୋଷର ପ୍ରୋଡକ୍ସନ୍ ଲାଇନ୍ ବା ଉତ୍ପାଦନ କେନ୍ଦ୍ରକୁ। ଏହା ମୁଖ୍ୟତଃ 3ଟି ଷ୍ଟେପ୍ରେ ଚାଲେ। ପ୍ରଥମେ ଆସେ ଅମସୃଣ ଏଣ୍ଡୋପ୍ଲାଜମିକ୍ ରେଟିକୁଲମ୍, ଯାହା ଦେହରେ ରାଇବୋଜୋମ୍ ଲାଗିଥାଏ ଏବଂ ଏହା ପୁଷ୍ଟିସାର ତିଆରି କରେ।
ଦ୍ୱିତୀୟରେ ରହିଛି ମସୃଣ ଏଣ୍ଡୋପ୍ଲାଜମିକ୍ ରେଟିକୁଲମ୍, ଯାହା ସ୍ନେହସାର ବା ଲିପିଡ୍ ତିଆରି କରେ। ଆଉ ତୃତୀୟରେ ଆମର ପ୍ୟାକେଜିଂ ଆଉ କୋରିୟର ସର୍ଭିସ୍ ମାନେ ଗଲ୍ଗି ବଡି। ଏହା ପ୍ରସ୍ତୁତ ହୋଇଥିବା ପଦାର୍ଥଗୁଡ଼ିକୁ ସୁନ୍ଦର ଭାବରେ ପ୍ୟାକେଜ କରେ ଆଉ କୋଷର ଭିତରେ ବା ବାହାରେ ଯେଉଁଠି ଦରକାର ସେଠାକୁ ପଠାଇଦିଏ। ଏକଦମ ନିଖୁଣ ସିଷ୍ଟମ। ଯେଉଁଠି ଉତ୍ପାଦନ ହୁଏ ସେଠି ଆବର୍ଜନା ବି ବାହାରେ। ଆଉ ସେଇଥିପାଇଁ କୋଷ ଭିତରେ ଗୋଟିଏ ସଫାଇ କର୍ମଚାରୀ ଅଛି, ଯାହାର ଖୁବ୍ ନାଟକୀୟ ନାମଟିଏ ରହିଛି, ଆତ୍ମଘାତୀ ଥଳି ବା ସୁଇସାଇଡାଲ ବ୍ୟାଗ୍। ଆମେ ଲାଇସୋଜୋମ୍ କଥା କହୁଛୁ। ଏହା ଭିତରେ ଅତ୍ୟନ୍ତ ଶକ୍ତିଶାଳୀ ପାଚକ ରସ ଥାଏ। ଯେତେବେଳେ କୌଣସି କୋଷ ପୁରୁଣା ହୋଇଯାଏ ବା ନଷ୍ଟ ହୋଇଯାଏ, ଏହି ଲାଇସୋଜୋମ୍ ଫାଟିଯାଏ ଆଉ ନିଜ କୋଷକୁ ହିଁ ହଜମ କରିଦିଏ। ଏହା ଶୁଣିବାକୁ ଟିକେ ଭୟଙ୍କର ଲାଗିଲେ ବି କୋଷକୁ ପରିଷ୍କାର ରଖିବା ପାଇଁ ଏହା ଏକାନ୍ତ ଆବଶ୍ୟକ। ଏବେ ଦେଖିବା ହରିତ ଲବକ ବା କ୍ଲୋରୋପ୍ଲାଷ୍ଟ ବିଷୟରେ, ଯାହା କେବଳ ଉଦ୍ଭିଦ କୋଷରେ ମିଳେ। ଏହାକୁ ଆମେ ଉଦ୍ଭିଦ କୋଷର ରନ୍ଧନଶାଳା ବା ରୋଷେଇ ଘର କହିପାରିବା। ଏଥିରେ ଥିବା କ୍ଲୋରୋଫିଲ୍ ନାମକ ସବୁଜ କଣିକା ସୂର୍ଯ୍ୟାଲୋକକୁ ଧରି ରଖେ ଆଉ ଆଲୋକଶ୍ଳେଷଣ ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ କରେ। ଭାବନ୍ତୁ ତ, ଯଦି ଏହି ପ୍ରକ୍ରିୟା ନଥାନ୍ତା, ପୃଥିବୀରେ ଖାଦ୍ୟ କେଉଁଠୁ ଆସନ୍ତା ଆଉ ଜୀବଜଗତ ବଞ୍ଚନ୍ତା କେମିତି? ବିଭାଗ 5 ନିୟନ୍ତ୍ରଣ କେନ୍ଦ୍ର। ବର୍ତ୍ତମାନ ଆମେ ପହଞ୍ଚିଗଲେ କାରଖାନାର ମୁଖ୍ୟ କଣ୍ଟ୍ରୋଲ ରୁମ୍ ପାଖରେ। ନିଷ୍ଟି କୋଷର ପ୍ରତିଟି ଛୋଟ ବଡ଼ କାର୍ଯ୍ୟ ଏହି ନ୍ୟଷ୍ଟି ବା ନ୍ୟୁକ୍ଲିୟସ୍ ନିୟନ୍ତ୍ରଣ କରିଥାଏ। ଏହାର ଚାରିପଟେ ଗୋଟିଏ ଦ୍ୱିସ୍ତରୀୟ ଝିଲ୍ଲିଆ ଆବରଣ ଥାଏ, ଯେଉଁଥିରେ ଛୋଟ ଛୋଟ ଛିଦ୍ର ଥାଏ। ତା ଭିତରେ ଥାଏ ନ୍ୟୁକ୍ଲିୟଲସ୍ ଏବଂ ଗୋଟିଏ ଅତି ଜଟିଳ ସୂତା ପରି ଜାଲିକା, କ୍ରୋମାଟିନ୍ ଜାଲିକା। କୋଷ ବିଭାଜନ ବେଳେ ଏହି ଜାଲିକାଗୁଡ଼ିକ ମୋଟା ହୋଇ କ୍ରୋମୋଜୋମ୍ ପାଲଟିଯାଏ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି କ୍ରୋମୋଜୋମ୍ ଭିତରେ ଥାଏ ଆମ ଜୀବନର ବ୍ଲୁପ୍ରିଣ୍ଟ, ଡିଏନ୍ଏ ଅଣୁ। ଡିଏନ୍ଏର ନାମ ତ ଆମେ ବହୁତ ଥର ଶୁଣିଛେ, କିନ୍ତୁ ଏହା କାମ କେମିତି କରେ? ମଜାର କଥା ହେଲା, ଏତେ ବଡ଼ ଜୀବନର କାହାଣୀ ମାତ୍ର 4ଟି ଅକ୍ଷରରେ ଲେଖା ହୋଇଛି। ହଁ ଆଜ୍ଞା, ଏଡେନାଇନ୍, ଗୁଆନାଇନ୍, ସାଇଟୋସିନ୍ ଏବଂ ଥାୟାମିନ୍। ଏହି 4ଟି ରାସାୟନିକ ପଦାର୍ଥ ଗୋଟିଏ ପରେ ଗୋଟିଏ ସଜା ହୋଇ ରହି ଜୀବନର ସମସ୍ତ ସଂକେତ ବା ଜେନେଟିକ୍ କୋଡ୍ ସୃଷ୍ଟି କରନ୍ତି। ଆମର ଆଖିର ରଙ୍ଗ କ'ଣ ହେବ, ଆମେ କେତେ ଡେଙ୍ଗା ହବା, ସବୁକିଛି ଏହି କ୍ଷୁଦ୍ର ଅକ୍ଷରଗୁଡ଼ିକ ହିଁ ନିର୍ଦ୍ଧାରଣ କରିଥାନ୍ତି। ବିଭାଗ 6 ଉଦ୍ଭିଦ ବନାମ ପ୍ରାଣୀକୋଷ। ଆସନ୍ତୁ ଦେଖିବା ଆମର ଏହି ଅତ୍ୟାଧୁନିକ କାରଖାନାଟି ଜୀବ ଅନୁସାରେ କେମିତି ଅଲଗା ହୋଇଥାଏ। ସବୁ କୋଷ ସମାନ ନୁହେଁ। ଉଦ୍ଭିଦ ଆଉ ପ୍ରାଣୀକୋଷ ଭିତରେ ଥିବା ପାର୍ଥକ୍ୟଗୁଡ଼ିକୁ ଦେଖିଲେ ପ୍ରକୃତିର ନିଖୁଣ ଯୋଜନା ଜଣାପଡ଼େ। ଉଦ୍ଭିଦ କୋଷ ଆକାରରେ ସାଧାରଣତଃ ବଡ଼ ଥାଏ, କିନ୍ତୁ ପ୍ରାଣୀକୋଷ ଛୋଟ ଥାଏ। ଯେମିତି ଆମେ ଆଗରୁ ଆଲୋଚନା କଲେ, ଉଦ୍ଭିଦ ପାଖରେ କଠିନ କୋଷ ଭିତ୍ତି ଅଛି, ଯାହା ପ୍ରାଣୀ ପାଖରେ ନାହିଁ। ସେହିପରି ଗଛମାନଙ୍କୁ ପାଣି ସଞ୍ଚୟ କରି ରଖିବାକୁ ପଡ଼ୁଥିବାରୁ ସେମାନଙ୍କ ପାଖରେ ଗୋଟେ ବହୁତ ବଡ଼ ଆଉ ସ୍ଥାୟୀ ରସଧାନୀ ବା ଭ୍ୟାକ୍ୟୁଲ୍ ଥାଏ। ଉଦ୍ଭିଦ ନିଜେ ଖାଦ୍ୟ ତିଆରି କରୁଥିବାରୁ ସେଥିରେ ଲବକ ଥାଏ, ଯାହା ଆମ ପାଖରେ ନାହିଁ। କିନ୍ତୁ ଅନ୍ୟପକ୍ଷରେ ପ୍ରାଣୀକୋଷ ପାଖରେ ସେଣ୍ଟ୍ରୋଜୋମ୍ ଅଛି, ଯାହା ଉଦ୍ଭିଦ ପାଖରେ ନଥାଏ। ଯେଉଁ ଜୀବର ଯେମିତି କାମ, ତାର କୋଷ ମଧ୍ୟ ସେମିତି ତିଆରି ହୋଇଛି। ଆଲୋଚନାର ଶେଷରେ ଗୋଟିଏ କଥା ଚିନ୍ତା କରିବା। ଯଦି ମାଇକ୍ରୋସ୍କୋପ୍ ତଳେ ଦେଖାଯାଉଥିବା ଗୋଟିଏ ମାତ୍ର କ୍ଷୁଦ୍ର ଜୀବକୋଷ ଏକ ସମ୍ପୂର୍ଣ୍ଣ ସହର ବା କାରଖାନା ପରି ଏତେ ଶୃଙ୍ଖଳିତ ଆଉ ଜଟିଳ ଭାବରେ ନିଜ କାମ କରିପାରୁଛି, ତେବେ ଥରେ ଭାବନ୍ତୁ ଟ୍ରିଲିୟନ୍ ଟ୍ରିଲିୟନ୍ କୋଷକୁ ନେଇ ଗଠିତ ଏହି ମଣିଷ ଶରୀର ବା ପ୍ରକୃତିର କ୍ଷମତା କେତେ ଅଦ୍ଭୁତ ହୋଇନଥିବ। ସତରେ ଏହି ଅଣୁବୀକ୍ଷଣିକ ଦୁନିଆ ଯେତିକି ରହସ୍ୟମୟ, ସେତିକି ବିସ୍ମୟକର ମଧ୍ୟ। ଆଶା କରୁଛୁ ଆଜିର ଏହି ବିଶ୍ଳେଷଣରୁ କୋଷ ଓ ଏହାର ସଂଗଠନ ବିଷୟରେ ଅନେକ ନୂଆ କଥା ଶିଖିବାକୁ ମିଳିଥିବ।